ତ ହ୍ୟାଲୋ ଗାଇଜ୍ ମୋ ଓଡ଼ିଆ ସିରିଏଲ୍ ଲଭର୍ସ ତୋରି ପାଇଁ ତୋ ପାଇଁ ସିରିଏଲ୍ର ଆଉ ଏକ ନୂଆ ଧମାକାଦାର ଜବରଦସ୍ତ ଏପିସୋଡ଼ରେ ଆପଣମାନେ ପୁଣି ଥରେ ଦେଖିବାକୁ ପାଇବେ କି ରାମ ହୋମ କାଠରେ ରୁହିକୁ ଡରାଇବାକୁ ଚେଷ୍ଟା କରନ୍ତି। ଦେନ୍ ରାମ କହିବେ 6 ମାସ ହେଲା ତମେ ଜଳେଇଥିବା ନିଆଁରେ ମୁଁ ଜଳୁଛି ରୁହି, ଆଉ ଆଜି ତମେ ବି ଜଳିବ, ସାଙ୍ଗ ହେଇକି ଜଳିବା, କାହିଁକିନା ତମେ ତ ମୋତେ ଭଲ ପାଅ, ଆଉ ଭଲ ପାଇବାରେ ସବୁକିଛି ସମାନ ହେବା ଦରକାର। ଯାହା ମୋ ସହିତ ଘଟୁଛି ସେଇଟା ତମ ସହିତ ବି ଘଟିବା ଦରକାର। ଦେନ୍ ସେଠି ରାଜେନ୍ଦ୍ର ଅଙ୍କଲ ଆସିକି ପହଞ୍ଚନ୍ତି ଆଉ ରାମକୁ କୁହନ୍ତି, ଆରେ ରାମ ସେ ନିଆଁ ତଳୁକୁ କର। ଆରେ ରାମ ତୁ କ'ଣ ପାଗଳ ହେଇଗଲୁ? ଦେନ୍ ରାମ ଜୋରସେ ରାଜେନ୍ଦ୍ର ଅଙ୍କଲଙ୍କ ଉପରୁ ଚିଲେଇ କୁହନ୍ତି, ହଁ ମୁଁ ପାଗଳ ହେଇଗଲି, ଆଉ ମୋ ପାଗେଳିମେର କାରଣ ହେଉଛି କେବଳ ଏଇ, ଆଉ ଇଏ ବି ଶିକାର ହେବା ଦରକାର। ଦେନ୍ ରାମ ସିଆଙ୍କୁ କହିବେ, ସିଆ ତମେ ତ ମୋତେ ଭଲ ପାଅ ନା, ତାହେଲେ ତମେ ତ ଏ ନିଆଁରେ ଜଳିବ ନା? ଏ ନିଆଁରେ ଜଳିବ ନା ତମେ? ଆଉ ଏ ନିଆଁରେ ଜଳିକି ତମେ ତମ ଭଲ ପାଇବାର ପ୍ରମାଣ ଦେଇପାରିବ ନା? ଦେନ୍ ରୁହି ଡରିକି କହିବ, ରାମ ବାଜିଯିବ, ରାମ କ'ଣ କରୁଛ ରାମ ତମେ ଇଏ? ଆଉ ଦେନ୍ ରାମ କହିବେ, ତମେ ମୋଠୁ ମୋ ଚିକିଙ୍କୁ ଛଡ଼େଇ ନେଇଛ, ଆଉ ମୁଁ ତମଠୁ ତମ ଜୀବନଟା ଛଡ଼େଇ ନେବି। ଦେନ୍ ରତନ ଅଙ୍କଲ ରୁହିକୁ କହିବେ, ରାମ ରହ ସେ କହିବ। ଆରେ ସିଆ ତୁ ଚମତ୍କାର ଭାବେ କହିଦେଉନୁ କି ତୁ ରାମ ପାଇଁ କିଛି ବି କରି ନେଇପାରିବୁ। ଦେନ୍ ରୁହି ରାଗିକି ସାଙ୍ଗେ ସାଙ୍ଗେ କହିବ, ଜଷ୍ଟ ଶାଟ୍ ଅପ୍। ଦେନ୍ ରୁହି ରାମକୁ କହିବ, ଦେଖ ରାମ ତମେ ଏମିତି କରିପାରିବନି ରାମ। ଦେନ୍ ରାମ ରୁହିଙ୍କ ଉପରେ ପୁରା ରାଗି ଯାଇ କହିବେ, ଏମିତି ହିଁ ମୁଁ କରିକି ରହିବି, ଏମିତି ହିଁ କରିବି। ଆଜି ତମ ସବୁ ଖେଳର ସବୁ ଚକ୍ରାନ୍ତର ଦ ଏଣ୍ଡ ହେବ। ଏତିକି କହି ରାମ ହୋମ କାଠଟିକୁ ରୁହି ଉପରକୁ ଫିଙ୍ଗିବାକୁ ଗଲାବେଳେ ତାଙ୍କ ମୋବାଇଲରେ ଗୋଟେ ନୋଟିଫିକେସନ୍ ଆସେ। ଦେନ୍ ରାମ ଫୋନ୍ ଆଡ଼େଇ ସେ ନୋଟିଫିକେସନ୍ଟାକୁ ଦେଖିଲା ବେଳକୁ କିଛି ଗୁଣ୍ଡାମାନେ ଚିକିଙ୍କୁ ଉଠେଇ ନେଇ ଯାଉଛନ୍ତି। ଦେନ୍ ରାମ ଏହା ଦେଖି ସେଠୁ ଜଲ୍ଦି ଦୌଡ଼ିକି ଯାଆନ୍ତି। ଦେନ୍ ରୁହି ମଧ୍ୟ ତାଙ୍କ ପଛ ପଛ ଦୌଡ଼ି ଯାଆନ୍ତି। ତ ଦର୍ଶକ ବନ୍ଧୁ, କ'ଣ ଲାଗୁଛି ଆପଣମାନଙ୍କୁ? କ'ଣ ସତରେ ରାମ ଚିକିକୁ ଖୋଜି ପାଇପାରିବେ କି? କମେଣ୍ଟ କରି ଜଣାଇବେ। ଆଉ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ମଧ୍ୟ କରିବେ। ରହୁଛି, ଜୟ ଜଗନ୍ନାଥ।